ପିଲାମାନେ ଏହା ହେଉଛି ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଶ୍ରେଣୀ ହେଉଛି ପ୍ରଥମ, ବିଷୟ ହେଉଛି ପରିବେଶ ଅଧ୍ୟୟନ। ଠିକ୍ ଅଛି। ଶିକ୍ଷାର୍ଥୀଙ୍କ ନାମ, ପିଲାମାନେ ଏଇଠି ତୁମର ନାମ ସମ୍ପୂର୍ଣ୍ଣ ନାମ ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଭାଗ, ତୁମେ କେଉଁ ବିଭାଗର ଛାତ୍ରୀ ଅଥବା ଛାତ୍ର ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତାରିଖ, ତୁମେ ପରୀକ୍ଷା ଯେଉଁଦିନ ଦେଉଛ ସେଦିନର ତାରିଖ ଲେଖିବ। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବ୍ଲକ, ଅର୍ଥାତ୍ ତୁମର ବିଦ୍ୟାଳୟଟି କେଉଁ ବ୍ଲକରେ ଅଛି ଏଇଠି ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ଜିଲ୍ଲା, ତୁମର ବିଦ୍ୟାଳୟଟି କେଉଁ ଜିଲ୍ଲାରେ ଅଛି ଏଇଠି ଲେଖିବ। ତାପରେ ଏହା ହେଉଛି ପିଲାମାନେ ଲିଖିତ ପରୀକ୍ଷା। ଠିକ୍ ଅଛି। ଏହାର ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ଠିକ୍ ଅଛି। ଏହାର ସମୟ ହେଉଛି 1 ଘଣ୍ଟା 30 ମିନିଟ୍ ଏବଂ ପୃଷ୍ଠା ସଂଖ୍ୟା ହେଉଛି 4। ଠିକ୍ ଅଛି। ତାପରେ ପ୍ରଶ୍ନ ସଂଖ୍ୟା ହେଉଛି 7। ଠିକ୍ ଅଛି। ତାପରେ ପୂର୍ଣ୍ଣ ସଂଖ୍ୟା ହେଉଛି 30। ଠିକ୍ ଅଛି। ତାପରେ ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ଠିକ୍ ଅଛି। କେଉଁ ସବୁ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ ଅଛି, ଛବି ଦେଖି କାର୍ଯ୍ୟ ସମ୍ପର୍କିତ ଅଙ୍ଗକୁ ଗାର ଯୋଡ଼। ଠିକ୍ ଅଛି। ଗାର ଟାଣି ଯୋଡ଼। ପିଲାମାନେ କ ନମ୍ବର ଚିତ୍ରରେ ଅଛି ଯେ ଗୋଟିଏ ଗୋଟିଏ ଫୁଟବଲକୁ ଧରି ରହିଛି। ଠିକ୍ ଅଛି। ଗୋଟିଏ ଗୋଡ଼ ତଳେ, ସେ ଗୋଡ଼ ତଳେ, ଅର୍ଥାତ୍ ଫୁଟବଲ କିଏ ଖେଳେ? ଗୋଡ଼ ଖେଳେ। ସେଥିପାଇଁ ଏଠାରୁ ଗୋଡ଼କୁ ଗାର ଟାଣିବ ପିଲାମାନେ। ଠିକ୍ ଅଛି। ଗୋଡ଼କୁ ଗାର ଟାଣିବ। ତାପରେ 2 ଖ ନମ୍ବରରେ ଅଛି ଗୋଟିଏ ହାତଟିଏ କଲମଟିଏ ଧରିଛି, ଅର୍ଥାତ୍ ଲେଖେ କିଏ? ହାତ ହିଁ ଲେଖେ। ସେଥିପାଇଁ ଏଠାରୁ ଗାର ଟାଣିବ ଗୋଟିଏ ହାତକୁ। ଠିକ୍ ଅଛି। ତାପରେ ଗ ନମ୍ବର ଚିତ୍ରରେ ପିଲାମାନେ ଟିଭି ଦେଖୁଛନ୍ତି, ଅର୍ଥାତ୍ ଆମ ଶରୀରର କେଉଁ ଅଙ୍ଗଟି ଦେଖେ? ସିଧାସଳଖ ଆଖିକୁ ଗାର ଟାଣିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପିଲାମାନେ ଏଇ ପାଟିରେ କିଛି ଖାଦ୍ୟ ଖାଉଛି, ସେଥିପାଇଁ ଖାଦ୍ୟ କିଏ ଖାଏ? ଆମର ପାଟି, ଆମର ତୁଣ୍ଡ। ଠିକ୍ ଅଛି। ଏଇଠୁ ଗାର ଟାଣିବ। ତାପରେ ପରବର୍ତ୍ତୀ ଅଛି ପିଲାମାନେ ଶୁଙ୍ଘେ। ଆମ ଶରୀରର କେଉଁ ଅଙ୍ଗଟି ଶୁଙ୍ଘିଥାଏ ଯେକୌଣସି ଜିନିଷ? ଠିକ୍ ଅଛି। କିଏ ଶୁଙ୍ଘେ? ନାକ। ସେଥିପାଇଁ ଏଠାରୁ ନାକକୁ ତୁମେ ଗାର ଟାଣିବ। ଠିକ୍ ଅଛି। ତାପରେ ଆଗକୁ ଯିବା କେଉଁ ସବୁ ପ୍ରଶ୍ନ ଅଛି। ତଳେ ଦିଆଯାଇଥିବା ଜିନିଷ ମଧ୍ୟରୁ କିଏ କେଉଁଥିରୁ ତିଆରି? ଗାର ଟାଣି ଯୋଡ଼। ଠିକ୍ ଅଛି। ଲୁହାରୁ କେଉଁ ଜିନିଷ ତିଆରି? ଛୁଞ୍ଚି। ଠିକ୍ ଅଛି। ତାପରେ ମାଟିରୁ କେଉଁ ଜିନିଷ ତିଆରି? ଦୀପ। ଠିକ୍ ଅଛି। ତାପରେ ବାଉଁଶରୁ କେଉଁ ଜିନିଷ ତିଆରି? ଫୁଲଦାନୀ। ଏହାକୁ ଫୁଲ ଧରିକି ଯେଉଁ ଯାଆନ୍ତି ମନ୍ଦିର, ଠିକ୍ ଅଛି, ତାହା ବାଉଁଶରୁ ତିଆରି। ତାପରେ ପ୍ଲାଷ୍ଟିକରୁ କେଉଁ ଜିନିଷ ତିଆରି? ପ୍ଲାଷ୍ଟିକ ବାଲ୍ଟି। ତାପରେ କାଠରୁ କେଉଁ ଜିନିଷ ତିଆରି? ଏଇ ଚୌକି। ଠିକ୍ ଅଛି। କାଠର ଚୌକି। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ବିଦ୍ୟାଳୟରେ ଯେଉଁଗୁଡ଼ିକ ବ୍ୟବହାର ହୁଏ ସେହିଗୁଡ଼ିକ ପାଇଁ କୋଠରୀରେ ଠିକ୍ ଚିହ୍ନ ଦେବ। ଏଇଠି ଅଛି ପିଲାମାନେ ବ୍ଲାକ୍ ବୋର୍ଡ଼, ଏଇଠି ଠିକ୍ ଚିହ୍ନ ଦେବ ଏବଂ ହସ ଖେଳ ବହି, ଏହି ବହିରେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। ତଳ ଚିତ୍ର ଦେଖି ଗାର ଦିଆଯାଇଥିବା ଗଛ ବିଭିନ୍ନ ଅଂଶର ନାମ ଲେଖିବ। ଠିକ୍ ଅଛି। ଏଇଠି ଲେଖିବ ପିଲାମାନେ ଫୁଲ। ଠିକ୍ ଅଛି। ଫୁଲ। ଠିକ୍ ଅଛି। ତାପରେ ତଳ ଘରେ ଲେଖିବ ପିଲାମାନେ ପତ୍ର ଲେଖିବ। ଠିକ୍ ଅଛି। ତାପରେ ତା ତଳ ଘରେ ଲେଖିବ ପିଲାମାନେ ଫଳ ଲେଖିବ। ଠିକ୍ ଅଛି। ତାପରେ ଶେଷ ଘରେ ଲେଖିବ ମୂଳ ଲେଖିବ, କିମ୍ବା ଲେଖିବ ତୁମେ ଚେର ଲେଖିଲେ ବି ପାସ୍ ହେବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଆମ ପାଟିକୁ ଯାହା ଖଟା ଲାଗେ ତା ଉପରେ ତ୍ରିଭୁଜ ଚିହ୍ନ, ଯାହା ପିତା ଲାଗେ ତା ଉପରେ ବୃତ୍ତ ଚିହ୍ନ ଓ ଯାହା ମିଠା ଲାଗେ ତା ଉପରେ ଚତୁର୍ଭୁଜ ଚିହ୍ନ ଦେବ। ଠିକ୍ ଅଛି। ତାପରେ ଖଟା ଲାଗେ, କେଉଁ ଜିନିଷ ଖଟା ଲାଗେ ସେଇଠି ତ୍ରିଭୁଜ ପ୍ରଥମେ ଦେଇଦିଅ। ଇଏ ହେଲା ତେନ୍ତୁଳି, ଇଏ ହେଲା ଲେମ୍ବୁ। ଠିକ୍ ଅଛି।
तापरे जहाँ पिता लगे ये कलरा आमको आमको पिता लगे ये गोलाकार देव मैंने ठीक अच्छे गोलाकार देव तापरे जहाँ मीठा लगे चॉकलेट मीठा लगे से चतुर्भुज चिन्ह दे पिला माने चतुर्भुज चिन्ह देव ठीक अच्छे चतुर्भुज चिन्ह देव यह हूँ कुसारी ठीक अच्छे तापरे परवर्ती प्रश्न देखिबा कौन अच्छी नाम लेख धला रंगर गोटे फूलर नाम लिखिब ये लिख पिला माने टगर ठीक अच्छे टगर लिखिब तापर परवर्ती प्रश्न कला रंगर गोटे पशुर नाम लिखिब ये लिखिब घुसुरी ठीक अच्छे घुसुरी लिखिब घुसुरी तापर परवर्ती प्रश्न वर्षा दिने व्यवहार करुवा गोटे जिनिसर नाम ये लिख पिला माने तुम छता ठीक अच्छे छता लिखिब तापर परवर्ती प्रश्न देखिबा निम्नलिखित चित्रगुड़िक मध्यरु जोटी अलगा ता चारिपटे गोल बुलाओ क नंबर चित्र गोटे अच्छी बेट तापर अच्छी गोटे बंधुक तापर अच्छी आमर स्टंप तापर अच्छी बॉल पिला माने ए सब जिनिस गोटे गोटे खेलिबा जिनिस ठीक अच्छे किंतु एठारे भिन्न होची बंधुक से बंधुक रे गोल बुलाइब ठीक अच्छे तापर ख नंबर एटी अच्छी गोटे माछ तापर अच्छी कईछ तापर अच्छी कुंभीर तापर अच्छी गोटे मांकड़ पिला माने एई माछ कईछ और कुंभीर ये पानी भितर रहती ठीक अच्छे बाहर भी रहती किंतु ये मांकड़ ये संपूर्ण अलगा ठीक अच्छे से मांकड़ होची अलगा ठीक अच्छे तापर परवर्ती ग नंबर अच्छी एठारे आंब अच्छी सेव अच्छी पद्मफूल अच्छी कदली अच्छी एठारे संपूर्ण अलगाटी होची गोटे फूल अच्छी एठारे ठीक अच्छे तापर परवर्ती प्रश्न घ नंबर ये गोटे मूषा अच्छी ये गोटे झिंटिका ये गोटे मशा ये गोटे माछी से संपूर्ण भिन्न होची गोटे मूषा ठीक अच्छे तापर परवर्ती प्रश्न देखिबा धन्यवाद पिला माने वीडियोटी केमिति लागिला निश्चय कमेंट करिवो लाइक करिवो एवं शेयर करिवो ठीक अच्छे तापर यह भेरी भेरी इंपोर्टेंट होइतिबारु निज सांगसाथी मान निकट को शेयर करिवो ठीक अच्छे धन्यवाद।